ଆଉ ଆପଣ ତ ଜାଣିଥିବେ ମୁଁ ଦେଶୀ ବେହେରା ସାହିରେ 3 ବର୍ଷ ତଳେ ବି ଧାରଣା ଦେଇଥିଲି। ଆଉ ଯେହେତୁ ସି ଏଗେନ୍ ବାହା ହେବାକୁ ସେଇ ଟାଇମରେ ଯାଇଥିଲା ବୋଲି ଧାରଣାରେ ବସିଥିଲି। ଏଗେନ୍ ଏବେ ବି ସେ 2 ଦିନ ତଳେ ବାହା ହେଇଯାଇଛନ୍ତି ବୋଲି ମୁଁ ଶୁଣିବାକୁ ପାଇଛି। ଆଉ ଆଜି ତାଙ୍କର ରିସେପସନ୍ ଅଛି ବୋଲି ପୁରୀରେ ମୁଁ ଯାହା ଶୁଣିବାକୁ ପାଇଲି। ସେଥି ଯୋଗୁଁ ମୁଁ ଏସ୍ପି ସାର୍ଙ୍କ ପାଖକୁ ଆସିଥିଲି ଜଣାଇବା ପାଇଁ। ଯେହେତୁ ଏସ୍ପି ସାର୍ ନାହାନ୍ତି, ଡିଏସ୍ପି ସାର୍ଙ୍କୁ ଜଣେଇଲି ମୋର ଯାହା ହେଇଛି। ଦେନ୍ ମୁଁ ଏଇଟା ଚାହୁଁଛି ପ୍ରପର ଇନଭେଷ୍ଟିଗେସନ ଏଇଟା ହଉ ହେଇକି ଯେହେତୁ ଦେଖନ୍ତୁ ଆପଣ କି ଗୋଟେ ଝିଅଟାର ଗୋଟେ ଲାଇଫ ବର୍ବାଦ କରି ତାକୁ ଗୋଟେ ଫଲ୍ସ ପ୍ରମିସ ଦେଇକି ଛୁଆ କରିକି ତାକୁ ଛାଡିଦବାଟା କେତେ ଦୂର ଠିକ। ଗୋଟେ ଝିଅଟାର ଲାଇଫ ବର୍ବାଦ ହେଇଯାଉଛି, କୁଆଡକୁ ହଉନି। ଇଭେନ୍ ତା ପିଲାଟା ଯୋଉଟା ଅଛି ଏବେ ପର୍ଯ୍ୟନ୍ତ ନ୍ୟାୟ ପାଇନି, ତାର ଫାଦରର ପରିଚୟ ପାଇନି। ଆଉ ସେ ପୁଅଟା ଯାଇକି ଆଉ ଗୋଟେ ସ୍ତ୍ରୀର ଲାଇଫ ବର୍ବାଦ କରୁଛି, ଆଉ ଜଣକୁ ବାହା ହଉଛି। ଏଇଟା କେତେ ଦୂର ଯାଇ ଠିକ। ଯେହେତୁ ଆପଣ ଦେଖୁଛନ୍ତି ଦିନକୁ ଦିନକୁ କ୍ରାଇମ ଅଧିକ ବଢି ବଢି ଯାଉଛି। କାହିଁକି ନା ବିକଜ ଯୋଉ ଆମେ 5-6 ବର୍ଷ ହେଲାଣି ଆଜ୍ଞା କୌଣସି ପ୍ରକାର ନ୍ୟାୟ ପାଉନି। ଗୋଟେ ଝିଅଟା କଣ ଭୁଲ କରୁଛି ଯେ ଏତେ ଏତେ ତାକୁ ଜଷ୍ଟିସ ଏପର୍ଯ୍ୟନ୍ତ ପାଉନି। ଯାହାର ପଇସା ଅଛି କଣ ଆଜ୍ଞା ସିଏ ଯାହା ବି କଲେ ଠିକ। ଆମେ କୋର୍ଟ ଦୌଡ଼ି 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 ଆମର ଚପଲ ସରିଯାଉଛି, ବଟ୍ ଆମକୁ କୌଣସି ପ୍ରକାର ନ୍ୟାୟ ପାଉନୁ। ଯେହେତୁ ଗୋଟେ ଛୁଆ ଅଛି, ତାର ଆଗକୁ ଫ୍ୟୁଚର ଅଛି, ତାର ସବୁ ଜିନିଷ ଅଛି, ତାକୁ କଣ ପାଇଁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନି? କଣ ଆଘର ପୂର୍ବ ଯୋଉ ଥିଲେ ବିକ୍ରମ ପଣ୍ଡା ସାର୍ ଥିଲେ, ଏବେ ଯୋଉ ଏତେ ଲେଡିଜ ପ୍ରୋବ୍ଲେମ ହଉଛି ସେତେବେଳେ ଯାଇକି ସମସ୍ତେ ଠିଆ ହେଇକି ସ୍ୱର ଜୋର କରିକି କହୁଛନ୍ତି ଲେଡିଜ ମାନଙ୍କୁ ନ୍ୟାୟ ଦିଅ ଚଲାଉଛନ୍ତି। ଆଉ ସରକାର କଣ କରୁଛନ୍ତି, କଣ ନ୍ୟାୟ ଦଉଛନ୍ତି ଲେଡିଜ ପ୍ରତି, କଣ ମିଳୁଛି ଆମକୁ? ସିଏ ଏସ୍ପି ସାର୍ଙ୍କୁ ଯେହେତୁ ଏସ୍ପି ସାର୍ ନାହାନ୍ତି, ଆଜି ସଣ୍ଡେ ଛୁଟି ହେଲେ କହୁଛନ୍ତି। ଆଉ ଆଜ୍ଞା ଗୋଟେ ଜିନିଷ ପ୍ରୋବ୍ଲେମଟା କେବେ ହେଲେ ସଣ୍ଡେ ମଣ୍ଡେ ହେଲେ କହିକି ଆସୁନି। ଯେହେତୁ ପ୍ରୋବ୍ଲେମ ସେଥି ଯୋଗୁରୁ ତ ମୁଁ ଆସିଛି। ନିଜର ସକାଳେ ମୁଁ ଶୁଣିବାକୁ ପାଇଲି, ସେଥି ଯୋଗୁରୁ ଆସିଲି। ଆଉ ଏସ୍ପି ସାର୍ଙ୍କୁ ସିଏ କହିଛନ୍ତି କି ଜଣେଇବେ ବୋଲି, କି ଜଣେଇଲା ପରେ କଣ ଏଇଟାର ପଦକ୍ଷେପ ନେବେ ସେଇଟା ମୁଁ ଜଗି ରହିଛି। ଆଉ କେମିତି ଏସ୍ପି ସାର୍ଙ୍କୁ ଅନୁରୋଧ କରୁଛି, ଏଇ ଯୋଉ ଲେଡିଜ ପ୍ରତି ଅନ୍ୟାୟ ହେଇଛି କି ଜିନିଷ ମୋର ଯାହା ହେଇଛି ସେଇଟା କେମିତି ଷ୍ଟପ୍ କରାଯାଉ। କେମିତି ଏ ଜିନିଷ ସେ ଯୋଉ ବାହା ହେବାକୁ ଯାଇଛି, ରିସେପସନ ଦଉଛି, ଜିନିଷର ପ୍ରପର ଇନଭେଷ୍ଟିଗେସନ କରିକି କେମିତି ମତେ ଜଷ୍ଟିସ କେମିତି ମିଳିବ ସେ ଜିନିଷ ପାଇଁ ମୁଁ ପ୍ରାର୍ଥନା କରୁଛି।